ଆମ କଲେଜ ଆଉ ୟୁନିଭର୍ସିଟି କ୍ୟାମ୍ପସରେ ଏକ ବଡ଼ ପରିବର୍ତ୍ତନ ଆସିବାକୁ ଯାଉଛି। ଏକ ଏମିତି ପରିବର୍ତ୍ତନ ଯାହାକୁ ନେଇ ଚାରିଆଡ଼େ ଜୋରଦାର ଚର୍ଚ୍ଚା ଚାଲିଛି। ହଁ, ବହୁତ ଚର୍ଚ୍ଚା ହେଉଛି। ଆଜି ଆମେ ସେହି ବିଷୟରେ ଟିକେ ଗଭୀର ଭାବରେ ଆଲୋଚନା କରିବା। ଏହା ହେଉଛି ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ମାନେ ୟୁଜିସି ଦ୍ୱାରା ଜାରି କରାଯାଇଥିବା ଏକ ନୂଆ ନିୟମ। ଉଚ୍ଚ ଶିକ୍ଷାନୁଷ୍ଠାନରେ ସମତାର ପ୍ରୋତ୍ସାହନ ନିୟମାବଳୀ 2026। ଏକ୍ଜାକ୍ଟଲି। ଆମ ପାଖରେ ଯେଉଁ ଉତ୍ସଗୁଡ଼ିକ ଅଛି ସେଗୁଡ଼ିକ ଏହାର ସବୁ ଦିଗକୁ ଦେଖାଉଛି। ମାନେ ଏହାର ନିୟମ କ'ଣ, ଏହା କାହିଁକି ଆସିଲା, ଆଉ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହାକୁ ନେଇ ଏତେ ବିବାଦ କାହିଁକି। ଠିକ୍। ତେବେ ଚାଲନ୍ତୁ ଏହି ନୂଆ ବ୍ୟବସ୍ଥାର ଗଭୀରତାକୁ ଯିବା। ନିଶ୍ଚିତ ଭାବରେ। ଆଉ ଦେଖନ୍ତୁ, ସରଳ ଭାଷାରେ କହିଲେ ଏହି ନୂଆ ନିୟମର ମୁଖ୍ୟ କାମ ହେଲା ଆମ କଲେଜ ଆଉ ୟୁନିଭର୍ସିଟିରୁ ଜାତୀୟାନ ଭେଦଭାବକୁ ମୂଳପୋଛ କରିବା। ମୂଳପୋଛ କରିବା। ହଁ, ନିୟମରେ ସ୍ପଷ୍ଟ ଭାବେ କୁହାଯାଇଛି ଯେ ଯଦି କୌଣସି ଛାତ୍ର, ଶିକ୍ଷକ କିମ୍ବା କର୍ମଚାରୀଙ୍କ ସହିତ କେବଳ ତାଙ୍କ ଜାତି ପାଇଁ କୌଣସି ପ୍ରକାରର ପକ୍ଷପାତ କରାଯାଏ ତେବେ ତାହାକୁ ଜାତୀୟ ଆଧାରିତ ଭେଦଭାବ ବୋଲି ଧରାଯିବ। ଆଚ୍ଛା, ଆଉ ଏ ସୁରକ୍ଷା କେଉଁମାନଙ୍କ ପାଇଁ? ଏହି ସୁରକ୍ଷା ମୁଖ୍ୟତଃ ଅନୁସୂଚିତ ଜାତି ଏସ୍ସି, ଅନୁସୂଚିତ ଜନଜାତି ଏସ୍ଟି ଏବଂ ଅନ୍ୟାନ୍ୟ ପଛୁଆବର୍ଗ ଓବିସିର ସଦସ୍ୟମାନଙ୍କ ପାଇଁ ଉଦ୍ଦିଷ୍ଟ। ଠିକ୍ ଅଛି। ତେବେ ଉଦ୍ଦେଶ୍ୟ ତ ବହୁତ ଭଲ, କିନ୍ତୁ କେବଳ କାଗଜପତ୍ରରେ ଏକ ନିୟମ କରିଦେଲେ ତ ସବୁକିଛି ବଦଳିଯାଏ ନାହିଁ। ଏହାକୁ କ୍ୟାମ୍ପସ ସ୍ତରରେ କାର୍ଯ୍ୟକାରୀ କରିବା ପାଇଁ କିଛି ଠୋସ୍ ବ୍ୟବସ୍ଥା ଅଛି କି? ହଁ, ଏଥର ସେଇଥିପାଇଁ ହିଁ ଏକ ବହୁତ ଶକ୍ତିଶାଳୀ ଢାଞ୍ଚା ତିଆରି କରାଯାଇଛି। ଆଚ୍ଛା। ପ୍ରତ୍ୟେକ ଶିକ୍ଷାନୁଷ୍ଠାନକୁ 3ଟି ମୁଖ୍ୟ କାମ କରିବାକୁ ବାଧ୍ୟ କରାଯାଇଛି। ପ୍ରଥମତଃ, ସେମାନଙ୍କୁ ଏକ ସମାନ ସୁଯୋଗ କେନ୍ଦ୍ର ବା ଇକ୍ୱାଲ ଅପରଚ୍ୟୁନିଟି ସେଣ୍ଟର ଇଓସି ସ୍ଥାପନ କରିବାକୁ ହେବ। ଇଓସି, ଏହାର କାମ କ'ଣ ହେବ? ଏହାକୁ ଆପଣ ଗୋଟିଏ ସ୍ୱତନ୍ତ୍ର ସପୋର୍ଟ ସିଷ୍ଟମ ବୋଲି ଭାବିପାରନ୍ତି। ଏହାର କାମ ହେବ ବଞ୍ଚିତ ଗୋଷ୍ଠୀର ଛାତ୍ର ଓ କର୍ମଚାରୀଙ୍କୁ ସବୁ ପ୍ରକାରର ସାହାଯ୍ୟ କରିବା। ଆଉ ଅଭିଯୋଗର ତଦନ୍ତ ପାଇଁ କିଏ ଦାୟୀ ରହିବ? ଏଇ ଇଓସି ହିଁ ସବୁ କିଛି କରିବ? ନା, ସେଇଠି ଦ୍ୱିତୀୟ ବ୍ୟବସ୍ଥାଟି ଆସୁଛି। ଇଓସି ଅଧୀନରେ ଏକ ସମତା ସମିତି ବା ଇକ୍ୱିଟି କମିଟି ଗଠନ କରାଯିବ। ଇକ୍ୱିଟି କମିଟି? ହଁ, ଏହାକୁ ଆପଣ ଏକ ଆଭ୍ୟନ୍ତରୀଣ ତଦନ୍ତକାରୀ ଦଳ ଭଳି ଦେଖିପାରନ୍ତି। ଯେତେବେଳେ କୌଣସି ଅଭିଯୋଗ ଆସିବ, ଏହି ସମିତି ତାହାର ନିରପେକ୍ଷ ଭାବେ ଯାଞ୍ଚ କରିବ। ଆଉ ରିପୋର୍ଟ କାହାକୁ ଦେବ? ତାର ରିପୋର୍ଟ ସିଧା ଅନୁଷ୍ଠାନର ମୁଖ୍ୟଙ୍କୁ ଦେବ। ଆଉ ଏଥିରେ ଗୋଟିଏ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି କ'ଣ? ଏହି ସମିତିରେ ଏସ୍ସି, ଏସ୍ଟି, ଓବିସି, ମହିଳା ଏବଂ ଭିନ୍ନକ୍ଷମ ବ୍ୟକ୍ତିଙ୍କ ପ୍ରତିନିଧି ରହିବା ବାଧ୍ୟତାମୂଳକ, ଯାହା ଫଳରେ ନିଷ୍ପତ୍ତି ପ୍ରକ୍ରିୟା ଅଧିକ ସନ୍ତୁଳିତ ହେବାର ସମ୍ଭାବନା ରହିଛି। ଆଚ୍ଛା, ଆଉ ତୃତୀୟ ବ୍ୟବସ୍ଥାଟି କ'ଣ? ତୃତୀୟଟି ହେଉଛି ତୁରନ୍ତ ସହାୟତା ପାଇଁ ଏକ ଇକ୍ୱିଟି ହେଲ୍ପଲାଇନ୍। ଏହା ଏକ 24 ଘଣ୍ଟିଆ ହେଲ୍ପଲାଇନ୍। ମାନେ ଗୋଟେ ଏମର୍ଜେନ୍ସି ନମ୍ବର ଭଳି? ଏକଦମ। ଯଦି କେହି ଭେଦଭାବର ଶିକାର ହେଉଛନ୍ତି, ସେ ତୁରନ୍ତ ଏହି ନମ୍ବରରେ ଫୋନ୍ କରି ସାହାଯ୍ୟ ମାଗିପାରିବେ। ଆଉ ସବୁଠୁ ବଡ଼ କଥା ହେଲା, ଯଦି ଅଭିଯୋଗକାରୀ ଚାହିଁବେ, ତାଙ୍କ ପରିଚୟ ସମ୍ପୂର୍ଣ୍ଣ ଗୋପନୀୟ ରଖାଯିବ। ଏହା ତ ବାସ୍ତବରେ ଏକ ବ୍ୟାପକ ବ୍ୟବସ୍ଥା। ଚାଲନ୍ତୁ ଗୋଟେ ଉଦାହରଣ ନେବା। ଧରନ୍ତୁ ଜଣେ ପିଏଚ୍ଡି ଛାତ୍ର ଅଭିଯୋଗ କରୁଛନ୍ତି ଯେ ତାଙ୍କ ଗାଇଡ୍ ଜାତି କାରଣରୁ ତାଙ୍କୁ ଜାଣିଶୁଣି କମ୍ ଗୁରୁତ୍ୱ ଦେଉଛନ୍ତି। ହଁ। ଆଉ ତାଙ୍କ କାମରେ ବାଧା ସୃଷ୍ଟି କରୁଛନ୍ତି। ଏହି ନୂଆ ନିୟମ ଅନୁସାରେ ସେ ପ୍ରଥମେ କ'ଣ କରିବେ? ଦେଖନ୍ତୁ, ତାଙ୍କ ପାଖରେ ଅନେକ ରାସ୍ତା ଅଛି। ସେ ହେଲ୍ପଲାଇନ୍କୁ ଫୋନ୍ କରିପାରିବେ କିମ୍ବା ଅନଲାଇନ୍ ପୋର୍ଟାଲରେ ଲିଖିତ ଅଭିଯୋଗ ଦାଖଲ କରିପାରିବେ, ନଚେତ୍ ଇମେଲ୍ ମଧ୍ୟ କରିପାରିବେ। ଠିକ୍ ଅଛି। ଅଭିଯୋଗ ଦାଖଲ ହେବା ପରେ କ'ଣ ହେବ? ତାପରେ ମାମଲାଟି ସମତା ସମିତି ପାଖକୁ ଯିବ। ସମିତି ଉଭୟ ପକ୍ଷଙ୍କୁ ଶୁଣିବ, ତଥ୍ୟ ଯାଞ୍ଚ କରିବ ଏବଂ ଏକ ନିର୍ଦ୍ଦିଷ୍ଟ ସମୟ ଭିତରେ ନିଜର ରାୟ ଦେବ। ଆଉ ଯଦି ମାମଲାଟା ଗମ୍ଭୀର ହୋଇଥାଏ, ଯେମିତିକି ମାରପିଟ୍ କିମ୍ବା ସେମିତି କିଛି? ହଁ, ଯଦି ମାମଲାଟି ଅପରାଧିକ ହୋଇଥାଏ, ତେବେ ଅନୁଷ୍ଠାନ ତାକୁ ବିଳମ୍ବ ନ କରି ସିଧା ପୋଲିସକୁ ହସ୍ତାନ୍ତର କରିବ। ବୁଝିଲି। ଆଉ ଯଦି ସେହି ଛାତ୍ର ଜଣକ ସମିତିର ନିଷ୍ପତ୍ତିରେ ଖୁସି ନ ହୁଅନ୍ତି, ତାପରେ କ'ଣ ସବୁ ରାସ୍ତା ବନ୍ଦ? ନା ନା, ଆଉ ଗୋଟିଏ ରାସ୍ତା ଖୋଲା ଅଛି। ସେ 30 ଦିନ ଭିତରେ ଅମ୍ବୁଡ୍ସପର୍ସନ୍ସଙ୍କ ନିକଟରେ ଆବେଦନ କରିପାରିବେ। ଅମ୍ବୁଡ୍ସପର୍ସନ୍ ମାନେ ଏକ ପ୍ରକାରର ଏପିଲ୍ କୋର୍ଟ ଭଳି? ଠିକ୍ ସେମିତି। ସେ ପୂରା ମାମଲାକୁ ଆଉ ଥରେ ସମୀକ୍ଷା କରିବେ ଏବଂ ଚୂଡ଼ାନ୍ତ ନିଷ୍ପତ୍ତି ନେବେ। ତେଣୁ ଏହି ପୂରା ପ୍ରକ୍ରିୟାଟି ବହୁସ୍ତରୀୟ ହେବ ବୋଲି ଆଶା କରାଯାଉଛି। ବୁଝିଲି। କିନ୍ତୁ ମୋ ମନରେ ଗୋଟିଏ ପ୍ରଶ୍ନ ଆସୁଛି। ଏତେ ବଡ଼ ଏବଂ ଏତେ କଠୋର ନିୟମ
ହଠାତ୍ କାହିଁକି ଦରକାର ପଡ଼ିଲା? ଏଇଟା ବହୁତ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଆଉ ଏହା କୌଣସି ହଠାତ୍ ନିଆଯାଇଥିବା ନିଷ୍ପତ୍ତି ନୁହେଁ। ତେବେ ଆମ ଉତ୍ସଗୁଡ଼ିକ କହୁଛି ଯେ ଏହାର ମୂଳ 2016 ମସିହାରେ ହୋଇଥିବା ଏକ ଦୁଃଖଦ ଘଟଣାରୁ ଆରମ୍ଭ ହୋଇଥିଲା। ହାଇଦ୍ରାବାଦ ବିଶ୍ୱବିଦ୍ୟାଳୟର ଜଣେ ମେଧାବୀ ଛାତ୍ର ରୋହିତ ଭେମୁଲାଙ୍କ ଆତ୍ମହତ୍ୟା। ଓ ହଁ, ସେ ତାଙ୍କ ସୁଇସାଇଡ୍ ନୋଟ୍ରେ ଲେଖିଥିଲେ ଯେ ତାଙ୍କ ସହ କିପରି ଜାତିଗତ ଭେଦଭାବ କରାଯାଉଛି। ତାଙ୍କର ଗୋଟିଏ ବାକ୍ୟ ପୁରା ଦେଶକୁ ଦୋହଲାଇ ଦେଇଥିଲା। ମାଇ ବର୍ଥ ଇଜ୍ ମାଇ ଫେଟାଲ ଆକ୍ସିଡେଣ୍ଟ। ହଁ, ମୋ ଜନ୍ମ ହିଁ ମୋ ପାଇଁ ଏକ ମାରାତ୍ମକ ଦୁର୍ଘଟଣା ଥିଲା। ବୁଝିଲେ, ତେବେ ଏହା କେବଳ ଏକ ପ୍ରଶାସନିକ ପଦକ୍ଷେପ ନୁହେଁ। ଏହା ପଛରେ ଏକ ବ୍ୟକ୍ତିଗତ ଦୁଃଖଦ କାହାଣୀ ଓ ଏକ ବଡ଼ ସାମାଜିକ ଆନ୍ଦୋଳନର ଚାପ ରହିଛି। ନିଶ୍ଚିତ ଭାବରେ ଏହି ଘଟଣା ପରେ ଦେଶବ୍ୟାପୀ ଆନ୍ଦୋଳନ ହେଲା ଏବଂ ମାମଲାଟି ଶେଷରେ ସୁପ୍ରିମକୋର୍ଟରେ ପହଞ୍ଚିଲା। ଆଉ କୋର୍ଟ କ'ଣ କହିଲେ? ସୁପ୍ରିମକୋର୍ଟ ଅନୁଭବ କଲେ ଯେ ୟୁଜିସିର 2012 ମସିହାରେ ତିଆରି ହୋଇଥିବା ପୁରୁଣା ଇକ୍ୱାଲିଟି ଅପରଚ୍ୟୁନିଟି ସେଲ୍ ଆଉ କାମ କରୁନାହିଁ। ତାହା ଦାନ୍ତ ନଥିବା ବାଘ ଭଳି ହୋଇଯାଇଛି। ଆଚ୍ଛା, ତେଣୁ କୋର୍ଟ ଏକ ନୂଆ ଅଧିକ ଶକ୍ତିଶାଳୀ ବ୍ୟବସ୍ଥା ତିଆରି କରିବାକୁ ନିର୍ଦ୍ଦେଶ ଦେଲେ। କେବଳ ସେତିକି ନୁହେଁ, ଆଉ କିଛି ମଧ୍ୟ ଥିଲା? ହଁ, କଂଗ୍ରେସ ନେତା ଦିଗ୍ବିଜୟ ସିଂହଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ସଂସଦୀୟ ସମିତି ମଧ୍ୟ ଡିସେମ୍ବର 2025ରେ ଏକ ବିସ୍ତୃତ ରିପୋର୍ଟ ଦାଖଲ କରିଥିଲା। ସେ ରିପୋର୍ଟରେ କ'ଣ ଥିଲା? ସେହି ରିପୋର୍ଟରେ ତଥ୍ୟ ସହ ଦର୍ଶାଯାଇଥିଲା ଯେ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକରେ କେବଳ SC/ST ନୁହେଁ ବରଂ ବହୁ ସଂଖ୍ୟାରେ OBC ଛାତ୍ରମାନେ ମଧ୍ୟ ଜାତିଗତ ଭେଦଭାବର ଶିକାର ହେଉଛନ୍ତି। ତେବେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଏବଂ ସଂସଦୀୟ ସମିତିର ସୁପାରିଶ ଏହି ଦୁଇଟି ମିଶି ଏକ କଠୋର ନିୟମ ପାଇଁ ରାସ୍ତା ତିଆରି କଲା। ଏକଦମ। ଏହା ବଡ଼ ଆଶ୍ଚର୍ଯ୍ୟର କଥା ଯେ ଯଦି ଏହି ନିୟମ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଏବଂ ସଂସଦୀୟ ସମିତିର ସୁପାରିଶ ଉପରେ ଆଧାରିତ, ତେବେ ଏହାକୁ ନେଇ ଏତେ ବିରୋଧ କାହିଁକି ହେଉଛି? ଏଠି ହିଁ କାହାଣୀରେ ଏକ ଜଟିଳ ମୋଡ଼ ଆସୁଛି। ତ ତିନୋଟି କାରଣରୁ ହେଉଛି। ପ୍ରଥମ ଏବଂ ସବୁଠାରୁ ବଡ଼ ଯୁକ୍ତି ହେଉଛି ଏହି ନିୟମରେ କେବଳ SC/ST ଏବଂ OBCଙ୍କୁ ସୁରକ୍ଷା ଦିଆଯାଇଛି, କିନ୍ତୁ ସାଧାରଣ ବର୍ଗର ଛାତ୍ରଛାତ୍ରୀଙ୍କୁ ଏଥିରୁ ବାଦ୍ ଦିଆଯାଇଛି। ତେବେ ବିରୋଧ କରୁଥିବା ଲୋକଙ୍କର କହିବା କଥା ଯେ ଏହା ନିଜେ ଏକ ପ୍ରକାରର ଭେଦଭାବ। ଏକଦମ। ସେମାନଙ୍କର ଯୁକ୍ତି ହେଉଛି ଏହା ଏକ ଏପରି ନିୟମ ଯାହା ଆରମ୍ଭରୁ ହିଁ ସାଧାରଣ ବର୍ଗର ଛାତ୍ରମାନଙ୍କୁ ଭିଲେନ୍ ବା କ'ଣ କହନ୍ତି ଅପରାଧୀ ଭାବେ ଚିତ୍ରିତ କରୁଛି। ଯେମିତି ସେମାନେ ହିଁ ସବୁବେଳେ ଭେଦଭାବ କରନ୍ତି। ହଁ, ସେମାନେ ପ୍ରଶ୍ନ କରୁଛନ୍ତି ଯେ ଯଦି ସମାନତା ଲକ୍ଷ୍ୟ, ତେବେ ନିୟମ ସମସ୍ତଙ୍କ ପାଇଁ ସମାନ ହେବା ଉଚିତ। ଏହି ଯୁକ୍ତି ତ ଶୁଣିବାକୁ ଯୁକ୍ତିଯୁକ୍ତ ଲାଗୁଛି। ତେବେ ଏହାର ଜବାବରେ ନିୟମର ସମର୍ଥକମାନେ କ'ଣ କହୁଛନ୍ତି? ହଁ, ଏହାର ଜବାବରେ ସେମାନେ ଏକ ବହୁତ ସରଳ ଉଦାହରଣ ଦେଉଛନ୍ତି। କେମିତି? ଯେପରି ମହିଳାମାନଙ୍କ ଉପରେ ହେଉଥିବା ଅତ୍ୟାଚାର ରୋକିବା ପାଇଁ ଅନୁଷ୍ଠାନଗୁଡ଼ିକରେ ମହିଳା ସେଲ୍ ବା ୱିମେନ୍ ସେଲ୍ ଗଠନ କରାଯାଏ। ଠିକ୍। ସେଠାରେ ପୁରୁଷମାନେ ତ କେବେ ଏହା କହି ବିରୋଧ କରନ୍ତି ନାହିଁ ଯେ ସେମାନଙ୍କୁ କାହିଁକି ଏଥିରେ ସାମିଲ କରାଗଲା ନାହିଁ। ହଁ, ତା ତ କରନ୍ତି ନାହିଁ। କାରଣ ସମସ୍ତେ ବୁଝନ୍ତି ଯେ ଆମ ସାମାଜିକ ବ୍ୟବସ୍ଥାରେ ମହିଳାମାନେ ହିଁ ମୁଖ୍ୟତଃ ଲିଙ୍ଗଗତ ହିଂସାର ଶିକାର ହୁଅନ୍ତି। ସେମାନଙ୍କୁ ସ୍ୱତନ୍ତ୍ର ସୁରକ୍ଷାର ଆବଶ୍ୟକତା ରହିଛି। ତେବେ ସେହି ସମାନ ତର୍କ ଏଠାରେ ମଧ୍ୟ ଲାଗୁ ହେଉଛି। ଠିକ୍ ସେହିପରି ସମର୍ଥକଙ୍କ ମତରେ ଏହି ନିୟମ ସେହି ଗୋଷ୍ଠୀମାନଙ୍କ ପାଇଁ ଉଦ୍ଦିଷ୍ଟ ଯେଉଁମାନେ ଐତିହାସିକ ଏବଂ ବ୍ୟବସ୍ଥାଗତ ଭାବରେ ଜାତିଗତ ଭେଦଭାବର ଶିକାର ହୋଇ ଆସିଛନ୍ତି। ସେମାନେ ଆହୁରି ମଧ୍ୟ ଯୁକ୍ତି କରନ୍ତି ଯେ ଜାତି ଆଧାରରେ ଜଣେ ସାଧାରଣ ବର୍ଗର ଛାତ୍ର କିପରି ଭେଦଭାବରେ ଶିକାର ହେବେ ତାହା ବୁଝିବା କଷ୍ଟକର। ଠିକ୍ ଅଛି, ତେବେ ସାଧାରଣ ବର୍ଗକୁ ନେଇ ଯୁକ୍ତି ବୁଝି ହେଲା। କିନ୍ତୁ ଆମ ଲେଖ ଉତ୍ସରେ ମୁଁ ଦେଖୁଥିଲି ଯେ ଏପରିକି OBCମାନଙ୍କୁ ଏଥିରେ ସାମିଲ କରିବାକୁ ନେଇ ମଧ୍ୟ ପ୍ରଶ୍ନ ଉଠୁଛି। ଏହା ଟିକେ ଆଶ୍ଚର୍ଯ୍ୟଜନକ ଲାଗୁଛି। ହଁ, ଏହା ଦ୍ୱିତୀୟ ବିବାଦର ବିନ୍ଦୁ। ଏଠି କିଛି ଲୋକଙ୍କ ଯୁକ୍ତି ହେଉଛି ଯେ OBC ବର୍ଗ ଏକ ସମରୂପ ଗୋଷ୍ଠୀ ନୁହେଁ। ମାନେ? ଏଥିରେ ଏମିତି ଅନେକ ଜାତି ଅଛନ୍ତି ଯେଉଁମାନେ ସାମାଜିକ ଓ ଆର୍ଥିକ ସ୍ତରରେ ବହୁତ ଆଗୁଆ, ଆଉ ସେମାନେ SC/STଙ୍କ ଭଳି ଐତିହାସିକ ଭେଦଭାବର ଶିକାର ହୋଇନାହାନ୍ତି। ଆଚ୍ଛା। ଯେ ବ୍ୟକ୍ତିଗତ ଶତ୍ରୁତା କିମ୍ବା ଅନ୍ୟ କୌଣସି କାରଣରୁ ସାଧାରଣ ବର୍ଗର ଛାତ୍ର ବା ଶିକ୍ଷକମାନଙ୍କ ବିରୋଧରେ ମିଥ୍ୟା ଅଭିଯୋଗ କରାଯାଇ ସେମାନଙ୍କ କ୍ୟାରିୟର ନଷ୍ଟ କରିଦିଆଯାଇପାରେ। ଏହା ଏକ ଗମ୍ଭୀର ଚିନ୍ତାର ବିଷୟ। ତେବେ ଏହି ଅପବ୍ୟବହାରକୁ ରୋକିବା ପାଇଁ ନିୟମ ଭିତରେ କିଛି ସୁରକ୍ଷା କବଚର ବ୍ୟବସ୍ଥା କରାଯାଇଛି କି? ଦେଖନ୍ତୁ, ନିୟମରେ ସିଧାସଳଖ ଅପବ୍ୟବହାର ରୋକିବା ପାଇଁ କୌଣସି ଧାରା ନାହିଁ। କିନ୍ତୁ ଏହାର ସମର୍ଥକମାନେ ଯୁକ୍ତି କରନ୍ତି ଯେ ସମତା ସମିତିର ଗଠନ ହିଁ ଏକ ପ୍ରକାରର ସୁରକ୍ଷା କବଚ।
କାରଣ ସେଠାରେ ଉଭୟ ପକ୍ଷଙ୍କୁ ଶୁଣାଯିବ ଏବଂ ତଥ୍ୟ ପ୍ରମାଣ ଆଧାରରେ ନିଷ୍ପତ୍ତି ନିଆଯିବ। ତେଣୁ ମନଇଚ୍ଛା କାହାକୁ ଦୋଷୀ ସାବ୍ୟସ୍ତ କରିବା ସହଜ ହେବ ନାହିଁ। କିନ୍ତୁ ତଥାପି ଭୟଟା ତ ରହିଛି। ହଁ, ଅପବ୍ୟବହାରର ଭୟ ଏକ ବାସ୍ତବ ଚିନ୍ତା ଭାବରେ ରହିଛି। ତେବେ ଏହି ସମ୍ପୂର୍ଣ୍ଣ ଆଲୋଚନାରୁ ଗୋଟିଏ କଥା ସ୍ପଷ୍ଟ ହେଉଛି, ୟୁଜିସି 2026 ନିୟମାବଳୀ କେବଳ ଏକ ନୂଆ ନିୟମ ନୁହେଁ, ବରଂ ଏହା ଆମ ସମାଜର ଏକ ବହୁତ ପୁରୁଣା ଏବଂ ସମ୍ବେଦନଶୀଳ ପ୍ରସଙ୍ଗକୁ ଛୁଇଁଛି। ହଁ, ଠିକ୍ କହିଲେ। ଏକପଟେ ଏହା ଐତିହାସିକ ଅନ୍ୟାୟକୁ ସୁଧାରିବା ପାଇଁ ଏକ ଜରୁରୀ ପଦକ୍ଷେପ ଭଳି ଲାଗୁଛି, ଅନ୍ୟପଟେ ଏହାର କାର୍ଯ୍ୟକାରିତାକୁ ନେଇ କିଛି ବାସ୍ତବ ପ୍ରଶ୍ନ ମଧ୍ୟ ଉଠୁଛି। ଏଠି ମୂଳ କଥା ହେଉଛି ଆମେ କେଉଁ ପ୍ରକାରର ସମାନତା ଚାହୁଁଛି। କାଗଜପତ୍ରରେ ସମସ୍ତଙ୍କ ପାଇଁ ସମାନ ନିୟମ, ନା ସେହି ଗୋଷ୍ଠୀମାନଙ୍କ ପାଇଁ ଏକ ସୁରକ୍ଷା କବଚ ଯେଉଁମାନେ ବାସ୍ତବରେ ପଛରେ ପଡ଼ିଛନ୍ତି। ଏହି ନିୟମଟି ଦ୍ୱିତୀୟ ରାସ୍ତା ବାଛିଛି, ଆଉ ସେଇଥିପାଇଁ ହିଁ ଏତେ ବିବାଦ। ଯଦି କୌଣସି ଅନୁଷ୍ଠାନ ଏହାକୁ ପାଳନ ନ କରେ ତେବେ କ'ଣ ହେବ? କିଛି ଦଣ୍ଡର ବ୍ୟବସ୍ଥା ଅଛି? ହଁ, ସେଥିପାଇଁ ୟୁଜିସି ବହୁତ କଠୋର ଦଣ୍ଡବିଧାନର ବ୍ୟବସ୍ଥା ରଖିଛି। ଯଦି କୌଣସି ଅନୁଷ୍ଠାନ ଏହି ନିୟମକୁ ଅବମାନନା କରେ, ତେବେ ୟୁଜିସି ସେମାନଙ୍କର ଆର୍ଥିକ ଅନୁଦାନ ବନ୍ଦ କରିପାରେ। ସେମାନଙ୍କର ଡିଗ୍ରୀ କାର୍ଯ୍ୟକ୍ରମକୁ ବନ୍ଦ କରିଦେଇପାରେ ଏବଂ ଏପରିକି ସେହି ଅନୁଷ୍ଠାନକୁ ନିଜ ତାଲିକାର ସମ୍ପୂର୍ଣ୍ଣ ଭାବେ ହଟାଇ ଦେଇପାରେ। ତେବେ ଅନୁଷ୍ଠାନଗୁଡ଼ିକ ପାଇଁ ଏହାକୁ ହାଲୁକା ଭାବେ ନେବାର କୌଣସି ସୁଯୋଗ ନାହିଁ। ଆଦୌ ନାହିଁ। ଆଜିର ଏହି ଆଲୋଚନା ଶେଷରେ ମୋ ମନରେ ଏକ ବଡ଼ ପ୍ରଶ୍ନ ଉଠୁଛି। ଯେତେବେଳେ କୌଣସି ସୁରକ୍ଷାତ୍ମକ ଆଇନ ତିଆରି ହୁଏ, ତାର ଉଦ୍ଦେଶ୍ୟ ଥାଏ ପୀଡ଼ିତକୁ ସୁରକ୍ଷା ଦେବା। ହଁ, ଠିକ୍। କିନ୍ତୁ ସେହି ସୁରକ୍ଷା ଦେବାକୁ ଯାଇ ତିଆରି ହୋଇଥିବା ଢାଲ କେତେବେଳେ ଅନ୍ୟମାନଙ୍କ ପାଇଁ ଏକ ଅସ୍ତ୍ର ପାଲଟିଯିବାର ଭୟ ମଧ୍ୟ ରହିଥାଏ। ଏହି ଦୁଇଟି ଭିତରେ ସେହି ସୂକ୍ଷ୍ମ ଲକ୍ଷ୍ମଣ ରେଖାଟିକୁ ଆମେ କେମିତି ଟାଣିବା? ଏହା ହିଁ ସବୁଠାରୁ ବଡ଼ ଆହ୍ୱାନ। ଆଉ ଏହାର ଉତ୍ତର ବୋଧେ ଏହି ନିୟମରୁ ସବୁଠାରୁ ବଡ଼ ପରୀକ୍ଷା ହେବ।